ବାହାଘରେ ସାଙ୍ଗମାନେ ପିଲାମାନେ ଏମିତି କରୁଛନ୍ତି ନିଶ୍ଚିତ କମେଣ୍ଟ ମାଧ୍ୟମରେ କରିବେ। ମୋ ପୁଅକୁ ଦେଖନ୍ତୁ, ସେ କେମିତିକା ତା ସ୍ୱେଟର ପିନ୍ଧି ଚାଲିଛି। ଆପଣ ଭାବୁଥିବେ ଛୋଟ ଛୁଆଟାକୁ ମୁଁ କାହିଁକି ଏତେ ବଡ଼ ସ୍ୱେଟର ପିନ୍ଧିଛି। ରିଜିନ୍ ଏଇଟା ହେଲା କି ମୋ ପୁଅର ନା ସ୍ୱେଟର ପିନ୍ଧିବା ମନ, ନା କ୍ୟାପ୍ ପିନ୍ଧିବା ପାଇଁ ମନ। ସେସବୁ ଜିନିଷ ତାକୁ କିଛି କହିବେନି। ତ ତାକୁ ମୁଁ ବହୁତ କଷ୍ଟରେ ଏମିତି ତାକୁ କେତେବେଳେ ସେ ମୋ କ୍ୟାପ୍ ପିନ୍ଧେ ତାକୁ ମଜା ଲାଗେ। ଆଜି ତାକୁ ତା କ୍ୟାପ୍ଟା ପିନ୍ଧେଇଛି, ତା ସହ ଦେଖନ୍ତୁ ସେ ମୋ ସ୍ୱେଟରଟା ପିନ୍ଧିଛି। ତ ତାକୁ ଲାଗୁଛି ଯେ ବାସ୍ ତାକୁ କେତେ ସୁନ୍ଦର ଲାଗୁଥିବ। ଭାବୁଛି ବା କେତେ ବଡ଼ ସ୍ୱେଟରଟା। ତ ସିଏ ଜାଣିପାରୁନି ଯେ ତା ମାମା ତାକୁ କାହିଁକି ଏମିତି ପିନ୍ଧେଇଛି। ତ ଯଦି ମୁଁ ସେ ସ୍ୱେଟର ନ ପିନ୍ଧିବ ତ କୁହନ୍ତୁ ଏବେ ଯେଉଁ ଥଣ୍ଡାଟା ଏବେ ଯାଉଛି ଗରମ, ସେ ଏବେ ଗରମଟା ବି ଏଣ୍ଟ୍ରି ହେଉଛି। ତ ତା ମଧ୍ୟରେ ଛୁଆ କ'ଣ ସଦ୍ଗରମ ହେବ, ତ ତା ଦେହଟା ବି ଭଲ ରହୁନି, ଖାଲି ଥଣ୍ଡା ଧରୁଛି ତାକୁ। ତ ମୁଁ ଭାବିଲି ତ ନାଇଁ, ଛୁଆ ଯେହେତୁ ପିନ୍ଧିବା ପାଇଁ ବାହାରୁନାହିଁ, ତାକୁ ଏମିତି ଗଲେ ସେ ପିନ୍ଧିବ। ତାକୁ ସିନା ମଜା ଲାଗୁଛି, ଆମେ ତ ମା ନା, ମାଆରେ ତ କର୍ତ୍ତବ୍ୟ ଯେ ନାଇଁ ଛୁଆ କେମିତି ସେଫ୍ଟି ହେଇକି ରହିବ। ମୋତେ ବେଶୀ ଭଲ ଲାଗେନି ଯେ ଛୁଆକୁ ବାର ବାର ଡକ୍ଟରଙ୍କ ପାଖକୁ ନେଇକି ଯିବା, କାରଣ ବେଶୀ ମେଡ଼ିସିନ ଖାଇଲେ ବି ଛୋଟ ଛୁଆ ଇମ୍ୟୁନିଟି ପାୱାର ତାଙ୍କର କମିଯିବ। କାରଣ ମୁଁ ବି ସେମିତିଆ, ମୁଁ ବି ବେଶୀ ମେଡ଼ିସିନ ଖାଏନି। ତ ମୁଁ ବି କେମିତି ଚାହିଁବି ଯେ ମୋ ପୁଅଟାକୁ ମୁଁ ବେଶୀ ମେଡ଼ିସିନ ଦେବି। ତ ଯେତେ ଅଧିକା ସିରିୟସ୍ ହେଲେ ହଁ ଡକ୍ଟରଙ୍କ ପାଖକୁ ଯାଏ, ନହେଲେ ସେମିତି କିଛି ନାହିଁ। ତ ଜାଣନ୍ତି କଥା, ଜେଜେମାଙ୍କୁ ସେ ଦେଖୁଛି, ସେଇଠି ଆଉ ଜଣେ ଜେଜେମା ଥିଲେ, ମାନେ ମମିଙ୍କର ମାନେ ଆମ ସାନ ମାଉସୀ ଫୋନ୍ କରିଥିଲେ, ସେ ବି ଦେଖାଉଥିଲେ ନେଇକି। ତ ଏମିତି ମଜାମସ୍ତି ଚାଲିଥିଲା। ରହୁଛି ସାଙ୍ଗମାନେ, ଜୟ